ମୁଁ ଜାଣିନି ସରକାର ଶୁଣିବେ କି ନାହିଁ, କିନ୍ତୁ ବାପା ମା ଶିକ୍ଷକ ମାନେ ଦୟାକରି ଟିକେ ଶୁଣିବେ କି? ଆମ ପିଲାମାନେ ସ୍କୁଲରେ କଲେଜରେ ଯେଉଁ ସବୁ ଶିକ୍ଷା ପାଉଛନ୍ତି, ସେ ଶିକ୍ଷା ତାଙ୍କ ଜୀବନରେ କେଉଁ କାମରେ ଆସେ ସେ ବାବଦରେ ଟିକେ ଆଲୋଚନା କରିବା। ପିଲାମାନେ ଘୋଷିଥାନ୍ତି ରାଜା ମହାରାଜାମାନଙ୍କର ନାଁ, ଘୋଷିଥାନ୍ତି କେଉଁ ରଜାକୁ କେଉଁ ଯୁଦ୍ଧରେ ପରାସ୍ତ କଲା, ଘୋଷିଥାନ୍ତି କାହାର ଜନ୍ମ ତାରିଖ ମୃତ୍ୟୁ ତାରିଖ, ଘୋଷିଥାନ୍ତି ଅନେକ କାଳ୍ପନିକ କାହାଣୀ, ପଢ଼ିଥାନ୍ତି ଅନେକ ପୌରାଣିକ ପାଠ, ଚେଷ୍ଟା କରିଥାନ୍ତି ସଲ୍ଭ କରିବା ପାଇଁ A+B ହୋଲ୍ ସ୍କୋୟାର ଇତ୍ୟାଦି ଇତ୍ୟାଦି। ତେବେ ଏସବୁ ପାଠର କ'ଣ ଆବଶ୍ୟକତା ରହିଛି ତାଙ୍କ ଜୀବନରେ? ଚିନ୍ତା କରନ୍ତୁ, ତର୍ଜମା କରନ୍ତୁ। ଅଥଚ ଜୀବନରେ ଅନେକ ଶିକ୍ଷାର ଆବଶ୍ୟକତା ରହିଛି, ତା ବାବଦରେ ସେମାନଙ୍କର ଜ୍ଞାନ ନଥାଏ। ସେସବୁ ଉପରେ ଆସନ୍ତୁ ଆଲୋକପାତ କରିବା। ଏକରେ ହେଲା, ଭାରତର 80% ଲୋକ 2 ଥର ଦାନ୍ତ ଘଷନ୍ତିନି ଦିନକୁ। 95% ଲୋକ ଠିକ୍ ଭାବରେ ଦାନ୍ତ ଘଷନ୍ତି ନାହିଁ। ତେଣୁ ତାଙ୍କର ଏନାମେଲ୍ ନଷ୍ଟ ହୁଏ, ମାଡ଼ି ମଧ୍ୟ ଖରାପ ହୋଇଥାଏ। ହସ୍ପିଟାଲରେ ହନ୍ତସନ୍ତ ହୁଅନ୍ତି, ପଇସା ଖର୍ଚ୍ଚ କରନ୍ତି। ଭାରତର 70% ଲୋକ ଠିକ୍ ଭାବରେ ହ୍ୟାଣ୍ଡ ୱାଶ୍ କରନ୍ତି ନାହିଁ। ଟଏଲେଟ୍ ଯିବା ପରେ, ଖାଇବା ପୂର୍ବରୁ ଏବଂ ପରେ, ଟଙ୍କା ଗଣି ସାରିବା ପରେ, ଘରେ ରଖିଥିବା ବିଲେଇ କୁକୁର ଗାଈ ଗୋରୁଙ୍କୁ ଗେଲ କରିବା ପରେ ହ୍ୟାଣ୍ଡ ୱାଶ୍ କରିବା ଦରକାର। ଏ ଶିକ୍ଷା ତାଙ୍କର ଦରକାର ନା ନାହିଁ? କିନ୍ତୁ କରନ୍ତି କି? ଭାରତର 94% ଲୋକ ଭାବିଥାନ୍ତି ଯେ ରୋଷେଇଟା ହେଉଛି ସ୍ତ୍ରୀ ଲୋକମାନଙ୍କର, ମହିଳାମାନଙ୍କର ବା ଝିଅମାନଙ୍କର କାମ, ପୁରୁଷର କାମ ନୁହଁ। କିନ୍ତୁ ଏଇଟା ଠିକ୍ କି? 80% ଲୋକଙ୍କୁ ରୋଷେଇ ଜଣା ବି ନାହିଁ। କିନ୍ତୁ ଏ ଶିକ୍ଷାର ଆବଶ୍ୟକତା ଅଛି ନା ନାହିଁ? ଚିନ୍ତା କରନ୍ତୁ। ଭାରତର ଭୋଟରମାନଙ୍କର ସଂଖ୍ୟା ପାଖାପାଖି 99 କୋଟି ବା 100 କୋଟି। ସେଥିରୁ ଶତକଡ଼ା 55% ଲୋକ ଜାଣନ୍ତିନି ଯେ ଗୋଟେ ନୋଟା ବୋଲି ଗୋଟେ ଅପସନ୍ ଅଛି। ନୋଟା ମାନେ NOTA, ନନ୍ ଅଫ୍ ଦ ଏଭବ୍। ଯେତେବେଳେ ଯାଇଥାନ୍ତି ବୁଥକୁ ଭୋଟ ଦେବା ପାଇଁ, ସେହି ସମୟରେ ନିଜ ଜାତି, ନିଜ ଧର୍ମ, ନିଜ ଲୋକ, ନିଜ ଭାଇ ବନ୍ଧୁ ଏ ଆଧାରରେ ସେମାନେ ଭୋଟ ଦେଇଥାନ୍ତି କୌଣସି MLA ବା MPକୁ। କିନ୍ତୁ ସେ ଯେଉଁ EVM ମେସିନ୍ରେ ଗୋଟେ ନୋଟା ଅପସନ୍ ବି ଅଛି ଯେ ଆପଣ କାହାକୁ ଯଦି ଭଲ ନ ପାଉଛନ୍ତି ସେଇଠି ପ୍ରେସ୍ କରିବେ। କିନ୍ତୁ ସେ ପ୍ରକାର ଜ୍ଞାନ ସେମାନଙ୍କର ନାହିଁ। ଏ ଜ୍ଞାନ ସେମାନଙ୍କର ରହିବା ଉଚିତ ନା ନାହିଁ? ଆଉ ଗୋଟେ କଥା, ଅନେକ ପିଲା କଲେଜରେ ପାଠ ପଢ଼ୁଛନ୍ତି କିନ୍ତୁ FIR ଦେଇ ଜାଣିନାହାନ୍ତି, ପାସପୋର୍ଟ ଆପ୍ଲାଏ କରି ଜାଣିନାହାନ୍ତି, ଗ୍ୟାସ୍ ସିଲିଣ୍ଡର ଚେଞ୍ଜ କରି ଜାଣିନାହାନ୍ତି। ଏସବୁ ଶିକ୍ଷାର ଆବଶ୍ୟକତା ଅଛି ନା ନାହିଁ? ଜଣାନ୍ତୁ।